ମୁଁ ଅରୁଣ କୁମାର ଗାଙ୍ଗୁଲି ଏ ଶ୍ୟାମାଶଙ୍କର ମଠର ପରିଚାଳକ। ଏଇ ଯେଉଁ ଗୀତା ଜ୍ଞାନ ପ୍ରଫେସର ପ୍ରଭାକର ମିଶ୍ର ଦେଉଛନ୍ତି, ବହୁ ଲୋକ ତାର ଇଏ ଦ୍ୱାରା ଉଜ୍ଜୀବିତ ହେଉଛନ୍ତି ଏବଂ ଗୀତା ଜ୍ଞାନର ଭକ୍ତ କ୍ରମଶଃ ବଢ଼ି ଚାଲିଛି। ଆଉ ଆଗାମୀ ଦିନ ମୁଁ ଭାବୁଛି ଏହିପରି ଭାବରେ ଆମେ ଯଦି କରୁ ଗୋଟାଏ ଗୀତାର ଭାବ ଲୋକଙ୍କ ଭିତରେ ଆସିବ। ଯେଉଁ ହଣାହଣି ମରାମରି ଚାଲିଛି ତାକୁ ଇ କରି ବର୍ତ୍ତମାନ ଗୋଟାଏ ଏଇ ଗୀତା ଜ୍ଞାନ ଦ୍ୱାରା ଲୋକେ ଟିକେ ଉଜ୍ଜୀବିତ ହୋଇ ଶାନ୍ତ ପରିବେଶ ସୃଷ୍ଟି କରନ୍ତୁ ଏବଂ ଆଗାମୀ ଦିନ ସେଇମାନେ ବିଭିନ୍ନ ଜାଗାରେ ଗୀତାର ପ୍ରବଚନ ଦେବାକୁ ତାଙ୍କୁ ଆମେ ଅନୁରୋଧ କରୁଛୁ। କିଛି ଭକ୍ତ ଶିଖୁଛନ୍ତି। ଆଗାମୀ ଦିନ ଆମେ ସାରା ଓଡ଼ିଶାରେ ଚଳେଇବୁ ଗୀତା ମାଧ୍ୟମରେ ଲୋକଙ୍କୁ ଗୋଟାଏ ଶାନ୍ତିର ବାତାବରଣ ନେବାକୁ ଚେଷ୍ଟା କରିବୁ। ତ ଆମର ଯେ ହେଡ୍ ଅଫିସ୍ ଅଛି ସେ ଚିନ୍ତା କରୁଛନ୍ତି, ସେମାନେ ଚିନ୍ତନଶୀଳ। ଆମର ଯେ ପ୍ରେସିଡେଣ୍ଟ ବର୍ତ୍ତମାନ ଅଛନ୍ତି କିଙ୍କର ବିଟ୍ଟଲ ମହାରାଜ, ସିଏ ବି ଏ ବିଷୟରେ ଚିନ୍ତା କରୁଛନ୍ତି। ଆମକୁ ଆଦେଶ କରୁଛନ୍ତି ସବୁ ମଠକୁ ଯେ ତୁମେମାନେ ଗୀତାର ପ୍ରଚାର, ନାମ ପ୍ରଚାର ଆଉ ତା ସାଙ୍ଗରେ ସହଜ କ୍ରିୟା ଯୋଗ, ଯେଉଁଟାକି ଇନଭେନ୍ସନ୍ ଅଫ୍ ବିଟ୍ଟଲ ମହାରାଜ, ମୁଁ ସେଇଟା ବର୍ତ୍ତମାନ କରିଛି। ଗୀତା ଜ୍ଞାନ ସାଙ୍ଗରେ ସହଜ କ୍ରିୟା ଯୋଗ ଓ ଟିକେ ଲୋକଙ୍କ ଭିତରେ ଇଏ କରିବାକୁ ଚେଷ୍ଟା କରିଛି। ଶାନ୍ତି ପାଆନ୍ତୁ, ଗୋଟାଏ ସାହସ ନିଅନ୍ତୁ ଏବଂ ଆଗାମୀ ଦିନରେ ଯେଉଁ ହିଂସା ଯେଉଁ ବହୁତ ବଢ଼ିଯାଉଛି, ଆଗେ ଆମେ 30-40 କରିଥିଲୁ, ଆଜି ତ 50-60 ହେଇଗଲାଣି। ଏହିପରି ଭାବରେ ଆମ ଭିତରେ ଗୋଟାଏ ଇଏ ଆସିଛି, ଉତ୍ସାହ ଆସିଛି ଯେ ଏଇଟାକୁ ବଢ଼େଇବା। ଭଗବାନ କରୁ, ଠାକୁରଙ୍କ ଇଚ୍ଛା ଏବଂ ଆଗାମୀ ଦିନ ସରକାର ଆମକୁ ଟିକେ ସାହାଯ୍ୟ କଲେ ଆହୁରି ଆମେ ଭଲ ଭାବରେ ଗୀତାର ମାହାତ୍ମ୍ୟ ସମସ୍ତଙ୍କୁ ବୁଝେଇବା। ଭକ୍ତ ବଢ଼ୁଛି, ବଢ଼ିବ, ଏଥିରେ ସନ୍ଦେହ ନାହିଁ। ପ୍ରଭାକର ମିଶ୍ର, ମୁଁ ସଂସ୍କୃତ ବିଦ୍ୟାଳୟରେ ଅଧ୍ୟାପକ ଥିଲି, ମହାବିଦ୍ୟାଳୟରେ। ତେବେ ବର୍ତ୍ତମାନ ଭଗବତ ମୁଁ ବହୁ ଆଗରୁ ଏଇ ଆଧ୍ୟାତ୍ମିକ ତତ୍ତ୍ୱ ସହିତ ସମ୍ପୃକ୍ତ। ତେଣୁ ଏଇ ମଠ ସହିତ ମଧ୍ୟ ମୁଁ ବହୁତ ପୂର୍ବରୁ ସମ୍ପୃକ୍ତ। ତେଣୁ ଆମେ ଏଠି କ'ଣ କରୁଛୁ ନା ଭଗବାନଙ୍କର ଜ୍ଞାନର ବୃଦ୍ଧି ପାଇଁ, ଭଗବତ ଜ୍ଞାନ, ଭଗବତ ତତ୍ତ୍ୱର ବୃଦ୍ଧି ପାଇଁ ଆମେ ନିରନ୍ତର ଉଦ୍ୟମ କରୁଛୁ। ଏବଂ ଭଗବତ ଗୀତା ଆଲୋଚନା ସହ ଆଉ ଗୋଟେ ବଡ଼ କାମ ଆମେ କରୁଛୁ, ବିଷ୍ଣୁ ସହସ୍ରନାମକୁ ସାମୂହିକ ଭାବରେ ଆମେ ପାଠ କରୁଛୁ। କଲେକ୍ଟିଭ୍ ରିସାଇଟେସନ୍ର ମହତ୍ତ୍ୱ ବହୁତ ଅଧିକ। ତେଣୁ ସମସ୍ତଙ୍କୁ ଭଗବତମୁଖୀ କରାଇବା, ଦିବ୍ୟତ୍ୱ ଭିତରକୁ ଉନ୍ନୀତ କରିବା, ଏଇଟା ହେଉଛି ଆମର ଲକ୍ଷ୍ୟ। ମାନେ ସମସ୍ତଙ୍କୁ ଧନ୍ୟବାଦ ଦେବୁ ଆମେ, ହେଲା। କିନ୍ତୁ ବିଶେଷ ଭାବରେ ଏଥିରେ ଅବଦାନ ହେଉଛି ଗାଙ୍ଗୁଲି ବାବୁଙ୍କର, ହେଲା। ଆଉ ଶୁଣନ୍ତୁ, ଗାଙ୍ଗୁଲି ବାବୁଙ୍କର ବହୁତ ମାନେ ମୂଳରୁ ମୋ ସହିତ ସମ୍ପୃକ୍ତ। ତାଙ୍କର ମିସେସ୍ ଯିଏ ଥିଲେ ସେମାନେ ମୋତେ ବହୁତ ମାନେ ଶ୍ରଦ୍ଧା କରନ୍ତି, ବହୁତ ଶ୍ରଦ୍ଧା, ହେଲା। ତେଣୁ ସିଏ ଆଉ ଇଏ ମାନେ ଦୁଇ ଜଣ ଯାକ ମାନେ ମୋତେ ବହୁତ ପୂର୍ବରୁ ଇଏ କରନ୍ତି। ତା ସହିତ ଏଠି ଯେଉଁମାନେ ସବୁ ଭକ୍ତ ଅଛନ୍ତି ଏ ସମସ୍ତେ ମଧ୍ୟ ବହୁତ ମାନେ ଡେଡିକେଟେଡ୍। ସୀତାରାମ ଦାସ ଓଙ୍କାରନାଥଙ୍କ ଶିଷ୍ୟ, ସବୁ ସମସ୍ତେ ଓଙ୍କାରନାଥଙ୍କର ଶିଷ୍ୟ। ଆଉ ଏ ଓଙ୍କାରନାଥ ଯିଏ ହେଲେ ସିଏ ଗୋଟେ ବିରଳ ପ୍ରତିଭା, ହେଲା। ବହୁତ ବଡ଼ ବଡ଼ ମାନେ ଶ୍ରେଷ୍ଠ ଋଷି ମୁନିମାନେ ତାଙ୍କ ସହିତ କନେକ୍ଟେଡ଼୍ ଥିଲେ। ଯଥା ମାନେ ମୁଁ କହୁଛି ମହେଶ ଯୋଗୀ, ତାପରେ ଦଲାଇ ଲାମା, ତାପରେ ଆଉ ବହୁତ ଯେତେ ସେ ତତ୍କାଳୀନ ଭାରତବର୍ଷର ଯେତେ ଶ୍ରେଷ୍ଠ ଲୋକ ଥିଲେ ସମସ୍ତଙ୍କ ସହିତ ସେ କନେକ୍ଟେଡ଼୍। ତାଙ୍କର ସବୁଠୁ ବଡ଼ ମାନେ ଇଏ ହେଉଛି କୃତିତ୍ୱ, ମାନେ ମୁଁ ଜାଣିବାରେ ଯେ ସେ ସ୍ୱୟଂ ଭଗବାନ ଜଗନ୍ନାଥଙ୍କଠୁ ଆଦେଶ ପ୍ରାପ୍ତ ହେଇକିରି ଭଗବତ ଗୀତାର ଜ୍ଞାନ ପ୍ରଚାର ପ୍ରସାର କରୁଥିଲେ। ତାଙ୍କର ପୁରୀରେ ମଧ୍ୟ ଗୋଟେ ମଠ ଅଛି, କଲିକତାରେ ଅଛି, ସାରା ଭାରତବର୍ଷରେ ମାନେ 72ଟି ମଠ ତାଙ୍କର ଅଛି। କନ୍ୟାକୁମାରୀରେ ମଠ ଅଛି ଏବଂ ହିମାଳୟ ଉପରେ ମଧ୍ୟ ମାନେ
ମଠ ଅଛି ସବୁଆଡ଼େ ତାଙ୍କର ମାନେ କାର୍ଯ୍ୟକ୍ରମ ସୁଦୂର ପ୍ରସାରୀ କାର୍ଯ୍ୟକ୍ରମ ଥିଲା। ଆମେ ଏଇଠି ପୂର୍ଣ୍ଣିମାରେ କରୁଛୁ। ଆଉ ଭଗବତ ଗୀତାର ପ୍ରଚାର ପ୍ରସାର ଗୁରୁଦେବଙ୍କର ମୁଖ୍ୟ ଆଭିମୁଖ୍ୟ ଥିଲା ଅନ୍ତତଃ ନାମ ପ୍ରଚାର ହଉ, ନାମ ଜପୁ ଜପୁ ହେବ ସବୁ ପାପ କ୍ଷୟ, ଅନୁକ୍ଷଣ ଜପି ତୁମେ ହେବ ନାମମୟ ହେଲା, ଯେ ଏଇଟା ହେଉଛି ଗୁରୁଦେବଙ୍କର ମତ। ଏବଂ ହରିନାମ ଶବ୍ଦ ଭାଇ ଯତ ଦୂର ହଏ, ଗୋହତ୍ୟା ବ୍ରହ୍ମ ହତ୍ୟାଦି ଛାଡ଼ି ନ ପଲାଏ, ହରି ବୋଲ ଭାଇ, ହରି ବୋଲି ତରିଗଲେ ଜଗାଇ ମାଧାଇ। ଗୁରୁଦେବ କ'ଣ କହୁଥିଲେ, ନାମ ସଂକୀର୍ତ୍ତନ ହେଉଛି ସବୁଠୁ ବଡ଼ ଜିନିଷ। ଏବଂ ଭାଗବତର ଏଣ୍ଟାୟାର ଭାଗବତର ମେସେଜ୍ ହେଉଛି ନାମ ସଂକୀର୍ତ୍ତନ। କାହିଁକିନା ନାମ ସଂକୀର୍ତ୍ତନ ହେଉଛି କଳିଯୁଗରେ ସର୍ବଶ୍ରେଷ୍ଠ ଔଷଧ। ତେଣୁ ସେଇ କଥା ମଧ୍ୟ ଗୁରୁଦେବ କହୁଥିଲେ ଏବଂ ଆମର ଏଠି ସବୁ କରୁଛନ୍ତି। ଆଉ ଗାଙ୍ଗୁଲି ବାବୁ ସେ ଗୁରୁଦେବଙ୍କ ସହିତ ଓତପ୍ରୋତ ଭାବରେ ଜଡ଼ିତ ଥିଲେ। ତେଣୁ ତାଙ୍କର ଆଶୀର୍ବାଦ ଅଛି ବୋଲି ହିଁ ଆଜି ଏ ସଂସ୍ଥା ଚାଲିଛି। ଗାଙ୍ଗୁଲି ବାବୁ ତାଙ୍କର କାର୍ଯ୍ୟ କରୁଛନ୍ତି। ଏଇଠି ମୋତେ ଏଇଠି ଆଣିକିରି ଏଠି କହିଛନ୍ତି ଯେମିତି ହେଲେ ପ୍ରତ୍ୟେକ ମାସରେ ଆମେ ଏଠି ଆୟୋଜନଟା କରୁଛୁ ଏବଂ କିଛି ଲୋକ ଆସୁଛନ୍ତି। ସମସ୍ତଙ୍କ ଭିତରେ ଏମିତି ଭଗବତ ଜ୍ଞାନର ପ୍ରଚାର ପ୍ରସାର ହେଉ, ସମସ୍ତେ ଗୋଟେ ଗୋଟେ ମାନେ ଭଗବତ ତତ୍ତ୍ୱର ଦିବ୍ୟ ଜ୍ୟୋତିସ୍ତମ୍ଭ ହେଇଯାଆନ୍ତୁ, ଏଇଟା ହେଉଛି ମୋର ଇଚ୍ଛା, ଭଗବାନଙ୍କ ନିଶ୍ଚୟ ଇଚ୍ଛା। ଏବଂ ଆମେ ଏଇସବୁ କରିବା ଫଳରେ ଆମେ ଅପାର ଶାନ୍ତି ଅନୁଭବ କରୁଛୁ। ଏହା ଦେହରେ ସବୁ ରୋଗ ଶୋକ ପାପ ତାପ ବନ୍ଧନ ବ୍ୟସନ ସମସ୍ତ ପ୍ରକାର ଆଧି ବ୍ୟାଧି ନଷ୍ଟ ହୋଇଯାଏ। ତେଣୁ ଏହି ପ୍ରକାର ତତ୍ତ୍ୱର ଯେତେ ପ୍ରଚାର ପ୍ରସାର ହେବ ସେତେ ଭାରତବର୍ଷ ବିଶ୍ୱଗୁରୁ ପଦବୀକୁ ଯିବ। ଆମ ଭିତରେ ସେ ଶକ୍ତି ସାମର୍ଥ୍ୟ ଉଦ୍ଦୀପନା ଏବଂ ଉତ୍ସାହର ଜାଗରଣ ହେଉ, ଆଉ ସମସ୍ତେ କେମିତି ଭଗବତ ତତ୍ତ୍ୱରେ ନିମଜ୍ଜିତ ହୁଅନ୍ତୁ, ସମସ୍ତଙ୍କ ଭିତରେ ଅନନ୍ତ ଶକ୍ତି ଜାଗ୍ରତ ହେଉ। ସନାତନ ଧର୍ମ ଭାରତବର୍ଷର ମୁଖ୍ୟ ଧର୍ମ ରୂପେ ମାନେ ପରିଗଣିତ ଅଛି ଏବଂ ଏହା କେମିତି ଭାରତବର୍ଷକୁ ସମସ୍ତଙ୍କୁ ଦିବ୍ୟ କରୁ ଏବଂ ଏ ସନାତନ ବର୍ତ୍ତମାନ ଭାରତ ବିଶ୍ୱଗୁରୁ ହେଉ, ଏଇଟା ହେଉଛି ଆମର ଏକାନ୍ତ କାମ୍ୟ ଆଉ ଏକମାତ୍ର ଉଦ୍ଦେଶ୍ୟ। ସମସ୍ତେ କରିବା, ସମସ୍ତେ ବେନିଫିଟ୍ ହେଇଯାଉ, ଏଇଟା ହେଲେ ସମସ୍ତେ ବେନିଫିଟ୍ ହେବେ। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିत् ଦୁଃଖଭାଗ୍ ଭବେत्। ওম দ্যৌঃ শান্তি, অন্তরিক্ষ গুম শান্তি, পৃথিবী শান্তি, রাপঃ শান্তি, রোষধয় শান্তি, বনস্পতয় শান্তি, বিশ্বে দেবা শান্তি, ব্রহ্ম শান্তি, সর্বগুণ শান্তি, শান্তিরেব শান্তি, সামা শান্তি। ওম শান্তি। ଏମିତି ଏଥିରେ ଶାନ୍ତି ପ୍ରତିଷ୍ଠିତ ହେଇକି ରହୁ। ଆପଣ ଯୁଆଡ଼େ ଯାଉଥିବେ ଆପଣ ଯଦି ଶାନ୍ତିର ଭାଇଟା ଚାରିଆଡ଼ିକି ଯାଉଥିବ, ସମସ୍ତଙ୍କୁ ଆନନ୍ଦିତ ଶାନ୍ତ କରୁଥିବ। ହରି ହରି ଶରଣ, 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 ହରି ଶରଣ। ଯେତେ କହିବେ ହରିଶରଣ ସେତେ ହରିଙ୍କର କୃପା ଆସିବ। ହରିଶରଣ ହେଉଛି ଗୋଟେ ମହାମନ୍ତ୍ର। ଏ ମନ୍ତ୍ର କିଏ ଜପ କରନ୍ତି? ହରିଶରଣ ହେଉଛି ଗୋଟେ ମହାମନ୍ତ୍ର। ଏ ମନ୍ତ୍ର କିଏ ଜପ କରନ୍ତି ଜାଣିଛନ୍ତି? ସବୁବେଳେ ମାନେ ସବୁଠୁ ଜ୍ଞାନୀ ବିଶ୍ୱର ହେଉଛନ୍ତି କିଏ ମାନେ ୟୁନିଭର୍ସର, ତାଙ୍କ ନାଁ ହେଲା ସନକ, ସନନ୍ଦ, ସନାତନ, ସନତ୍କୁମାର, ଚତୁଃସନ। ସବୁବେଳେ ବାହାରିଥିବେ ତାକୁ ଲେଖାଇଥିବେ, ବୁଝିପାରିଲେ? ଇଏ ହେଉଛନ୍ତି ଏ ଚାରି ଜଣକ, ଏମାନେ ସବୁବେଳେ ଗୋଟିଏ ମନ୍ତ୍ର ଜପ କରୁଥାନ୍ତି, ହରି ଶରଣ, ହରି ଶରଣ, ହରି ଶରଣ, ହରି ଶରଣ, ହରି। Hare Krishna, Hare Krishna.